ବନ୍ଧୁଗଣ ଜୟ ଜଗନ୍ନାଥ। ବର୍ତ୍ତମାନ ନ୍ୟାୟର ଦେବତା ଏବଂ କର୍ମଦାତା ଶନିଦେବ ମୀନ ରାଶିରେ ଭ୍ରମଣ କରୁଛନ୍ତି, ଯାହା ଯୋଗୁଁ କୁମ୍ଭ, ମୀନ ଏବଂ ମେଷ ରାଶିର ଲୋକମାନେ 7.5 ଦେଇ ଗତି କରୁଛନ୍ତି। ଆସନ୍ତୁ ଜାଣିବା ଏହି ତିନୋଟି ରାଶି କେବେ ଶନିଙ୍କ 7.5ରୁ ମୁକ୍ତି ହେବେ। ଶନିଙ୍କ କୁଣ୍ଡଳୀରେ ଶନିଙ୍କ ସ୍ଥିତି ଦେଖି ଆପଣ ଜାଣିପାରିବେ ଯେ କେଉଁ ରାଶିର ଲୋକ 7.5 ଦ୍ୱାରା ପ୍ରଭାବିତ ହେବେ। କିନ୍ତୁ ଯେତେବେଳେ କୌଣସି ବ୍ୟକ୍ତିଙ୍କ କାର୍ଯ୍ୟ ଭଲ ଥାଏ, ସେତେବେଳେ ଶନିଙ୍କ ଏହି ଅବସ୍ଥା ସେହି ବ୍ୟକ୍ତିଙ୍କୁ କଷ୍ଟ ଦିଏ ନାହିଁ। ସେହି ସମୟରେ ଯେଉଁମାନେ ଖରାପ କାମ କରନ୍ତି ଏବଂ ଅନ୍ୟମାନଙ୍କ ପ୍ରତି ଖରାପ କରନ୍ତି, ସେମାନଙ୍କୁ ଏହି ସମୟରେ ସେମାନଙ୍କ କର୍ମର ପରିଣାମ ଭୋଗ କରିବାକୁ ପଡ଼ିଥାଏ। ବର୍ତ୍ତମାନ କୁମ୍ଭ, ମୀନ ଏବଂ ମେଷ ରାଶିର ଲୋକମାନେ 7.5 ଦେଇ ଗତି କରୁଛନ୍ତି। ବନ୍ଧୁଗଣ, ମେଷ ରାଶିର ଲୋକମାନଙ୍କ ଉପରେ ଶନିଙ୍କ 7.5ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଏପରି ପରିସ୍ଥିତିରେ ଏଥିରୁ ମୁକ୍ତି ପାଇବା ପାଇଁ ସେମାନଙ୍କୁ ସମୟ ଲାଗିବ। ଏକତିରିଶ ମେ 2032ରେ ଶନିଙ୍କ 7.5ରୁ ମୁକ୍ତି ପାଇବେ। ବନ୍ଧୁଗଣ, କୁମ୍ଭ ରାଶିର ଲୋକଙ୍କ ଉପରେ ଶନିଙ୍କ 7.5ର ଶେଷ ପର୍ଯ୍ୟାୟ ଚାଲିଛି, ଯାହାଫଳରେ ଶନିଙ୍କ ହାତ ଏହି ଲୋକଙ୍କ ଉପରେ ଅଲୋକିତ। 23 ଫେବୃଆରୀ 2028ରେ କୁମ୍ଭ ରାଶିର ଲୋକଙ୍କୁ ଷୋଡ଼ଶୀରୁ ମୁକ୍ତି ମିଳିବ। 7.5ରୁ ମୁକ୍ତି ମିଳିବ। ବନ୍ଧୁଗଣ, ମୀନ ରାଶିର ଲୋକଙ୍କ ଉପରେ ଶନିଙ୍କ ଷୋଡ଼ଶୀର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ମୀନ ରାଶିର ଲୋକଙ୍କ ଉପରେ 7.5ର ପ୍ରଭାବ ବହୁତ ଗଭୀର ହେବାକୁ ଯାଉଛି, ଯାହାଫଳରେ ଏହି ରାଶିର ଲୋକଙ୍କୁ 17 ଏପ୍ରିଲ 2030ରେ ମୁକ୍ତି ମିଳିବ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପ୍ରତିକାର: ଶନିଙ୍କ 7.5 ସମୟରେ ଆପଣଙ୍କ ଚାରିପାଖର ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରନ୍ତୁ। କଳା କୁକୁରମାନଙ୍କୁ ଖାଦ୍ୟ ଖୁଆଇ ଦିଅନ୍ତୁ। ଶନିବାର ଦିନ ଶନି ମନ୍ଦିର ଯାଆନ୍ତୁ ଏବଂ ପୂର୍ଣ୍ଣ ଭକ୍ତିର ସହିତ ଶନିଦେବଙ୍କ ପୂଜା କରନ୍ତୁ ଏବଂ ଓସ୍ତ ଗଛ ପାଖରେ ଏକ ଦୀପ ଜାଳି ଛାୟାଦାନ କରନ୍ତୁ। ଏଥିପାଇଁ ଏକ ପାତ୍ରରେ ସୋରିଷ ତେଲ ନିଅନ୍ତୁ ଏବଂ ସେଥିରେ ଆପଣଙ୍କ ମୁହଁର ଛାଇ ଦେଖନ୍ତୁ। ତାପରେ ସେହି ତେଲ ଜଣେ ଗରିବ ବ୍ୟକ୍ତିକୁ ଦାନ କରନ୍ତୁ। ଭଗବାନ ଶନିଙ୍କ ମନ୍ତ୍ର ଜପ କରି ଶନି ଦୋଷ ଦୂର କରନ୍ତୁ। ଆପଣ ଶନି ଚାଳିଶା ମଧ୍ୟ ପାଠ କରିପାରିବେ। ବନ୍ଧୁଗଣ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ। ଧନ୍ୟବାଦ।